ମା ଆମେ ଆଲୋଚନା କରିବା ମାତୃ ରଚନା ବଳି ଭାଗ 10 ଜ୍ଞାନ 293। ସେଥିରେ ପ୍ରଭୁଙ୍କର ଯୋଉ ଜ୍ଞାନ 291 292 ପ୍ରଭୁ କହୁଛନ୍ତି। 291ରେ କହିଲେ ଯେ ନିଜକୁ ଯିଏ ଆଘାତ ଦଉଛନ୍ତି ତମେ ତାଙ୍କୁ କ୍ଷମା କରୁଛ, ଦୋଷ ମାର୍ଜନା କରୁଛ, ସେଇଟା ଉଦାରତାର ପରିଚୟ। ମାତ୍ର ଅନ୍ୟମାନଙ୍କ ପ୍ରତି ଯେଉଁ ଅନ୍ୟାୟ କରାଯାଉଛି ସେଗୁଡ଼ିକର ମାର୍ଜନା କରିବା ସେତେ ପରିମାଣରେ ଉଦାର ନୁହେଁ। ତଥାପି ତୁମେ ସେଗୁଡ଼ିକୁ ମଧ୍ୟ କ୍ଷମା କରିଦବ, ଠିକ ଅଛି। ମାତ୍ର ଯେତେବେଳେ ଠିକ ଅଛିଟା ମୁଁ କହୁଛି, କିନ୍ତୁ ଲେଖା ତଥାପି ତୁମେ ଏଗୁଡ଼ିକ ମଧ୍ୟ କ୍ଷମା କରିଦେବ। ମାତ୍ର ଯେତେବେଳେ ଆବଶ୍ୟକ ହେବ ସ୍ଥିର ଭାବରେ ଅବଶ୍ୟ ପ୍ରତିକାର କରିବ। ତେଣୁ ଏଠି ନୀରବ ରହିବା ପାଇଁ ଆଦୌ କୁହାଯାଇ ନାହିଁ। ପ୍ରତିକାର କରିବେ, କିନ୍ତୁ ସ୍ଥିର ଭାବରେ ଶାନ୍ତ ଚିତ୍ତରେ କୌଣସି ଚଞ୍ଚଳତା ନଥାଇ ସ୍ଥିର ଭାବରେ ପ୍ରତିକାର କରିବେ। ତାପରେ ନୈତିକତାର ଗୋଟେ ବଢିଆ ଏକ୍ସାମ୍ପଲଟେ ଦେଲେ, କହିଲେ ନୈତିକତାର ସଂଜ୍ଞା କିପରି ତାର ପଶ୍ଚାତରେ ବି ବେଳେ ବେଳେ ଆଳ ରଖିକି ଭିନ୍ନ ଭିନ୍ନ କାର୍ଯ୍ୟ କରାଯାଏ ତାର ଗୋଟେ ଏକ୍ସାମ୍ପଲ ଦେଇଛନ୍ତି। ଯେ ଏସୀୟ ମାନେ ହତ୍ୟା କଲେ ତାହାକୁ ନୃଶଂସତା ବୋଲି କୁହାଯାଏ, ୟୁରୋପୀୟ ମାନେ ହତ୍ୟା କଲେ ତାହା ଏକ ସାମରିକ ଆବଶ୍ୟକତା ବୋଲି ନାମିତ ହୁଏ। ତେଣୁ ଏବେ ଯୋଉ ଜୟଶଙ୍କର ଜୀ ଯୋଉ କହିଲେ, ପୁରା ସ୍ପଷ୍ଟ ଭାବେ କହିଲେ, the European thinks their problems are world's problem, but world's problems are not their problems। ତେଣୁ ଏ ବିଷୟରେ ଆମେ ଆଲୋଚନା କରିଛନ୍ତି। ଆଜି ପଢିବା ପ୍ରଭୁଙ୍କର ଜ୍ଞାନ 293। ସେଥିରେ ଲେଖୁଛନ୍ତି, ଯେଉଁମାନେ ଅତ୍ୟନ୍ତ କ୍ରୁଦ୍ଧ ଭାବରେ ଧର୍ମପରାୟଣ ହୋଇ ରହିଥାନ୍ତି, ତୁମେ ସେମାନଙ୍କୁ ନିରୀକ୍ଷଣ କରୁଥିବ। ଯେଉଁ ସବୁ ଅପରାଧକୁ ସେମାନେ କେଡ଼େ ପ୍ରଚଣ୍ଡ ଭାବରେ ନିନ୍ଦା କରି ଆସିଥିବେ, ତୁମେ ଦେଖିବ ଯେ ସେମାନେ ସ୍ୱୟଂ ସେହି ସବୁ ଅପରାଧକୁ କରୁଛନ୍ତି ଅଥବା ସେଗୁଡ଼ିକୁ କେଡ଼େ ଚମତ୍କାର ଭାବରେ କ୍ଷମା ଦେଇପାରୁଛନ୍ତି। ଇଏ ହଉଛି ଆମର ଯୋଉ ଓଡ଼ିଆରେ ଢଗ ରହିଛି, ବାଡ଼ି ବାଇଗଣ ପୋଥି ବାଇଗଣ। ଇ ତାର ଏକ ନିଚ୍ଛକ, ଯେମିତି କଥାରେ କୁହାଯାଏ, ନିଚ୍ଛକ ଉଲଗ୍ନ ସତ୍ୟ କାହାଣୀ ଯେମିତି କୁହାଯାଏ, ସେମିତି ଏଟା ହଉଛି ପୁରା ନିଚ୍ଛକ ଗଭୀର ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟ, ଯୋଉଟା କି ଆମେ ଆମର ସଚେତନତା ପାଇଁ ଆମର ଯୋଉ ଅଗ୍ରଗାମୀର ଯାତ୍ରାରେ ଆମକୁ ଏଇ ଜିନିଷଟି ସବୁବେଳେ ମନେ ରଖିବାକୁ ପଡିବ। ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଜିନିଷଟି ଥାଏ। ଏଠି ଲେଖୁଛନ୍ତି ପ୍ରଭୁ, କିନ୍ତୁ ଯୋଉମାନେ ଅତ୍ୟନ୍ତ କ୍ରୁଦ୍ଧ ଭାବରେ ଧର୍ମପରାୟଣ, ତାମାନେ ବେଶୀ ଷ୍ଟ୍ରିକ୍ଟଲି ଯୋଉମାନେ ଧର୍ମପରାୟଣ ବୋଲି ନିଜକୁ ପ୍ରସ୍ତୁତ କରନ୍ତି, ସେମାନଙ୍କ ଭିତରେ ଏଇ ଜିନିଷଟି ଥାଏ। କଣ? ଯୋଉ ଅପରାଧକୁ ସେମାନେ ତାଙ୍କର ବାକ୍ୟରେ ନିନ୍ଦା କରନ୍ତି, ଅନ୍ୟମାନଙ୍କୁ ଦଣ୍ଡ ଦିଅନ୍ତି, ପ୍ରଚଣ୍ଡ ଭାବରେ ନିନ୍ଦା କରନ୍ତି, କିନ୍ତୁ ସେଇ ସବୁ ଅପରାଧକୁ ସେ ନିଜେ କରନ୍ତି ଏବଂ ସେଗୁଡ଼ିକୁ ଚମତ୍କାର ଭାବରେ କ୍ଷମା ମଧ୍ୟ ଦିଅନ୍ତି ଯଦି ତାଙ୍କ ନିଜ ଲୋକ କିଏ କରିଥିବେ। ଯେମିତି ଢଗ ଅଛି କଣ, ଯେ ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ। ଏଇ ଯୋଉ କଥା ଗୁଡିକ ରହିଛି, ଏଇ ସେଇ ପ୍ରକାର ବ୍ୟକ୍ତିଙ୍କ ପାଇଁ ରହିଛି। ଏବଂ ଆମେ ଦେଖିବା ଆମ ଭିତରେ ତାହା କୋଉଠି ଲୁଚି ରହିନାହିଁ ତ। ଆମେ ଅନ୍ୟମାନଙ୍କୁ ଯେଉଁ କାର୍ଯ୍ୟ ପାଇଁ, ଯେଉଁ ଘଟଣା ପାଇଁ, ଯେଉଁ ଭାବଧାରା ପାଇଁ, ଯେଉଁ ଚିନ୍ତାଧାରା ପାଇଁ ଆମେ ତାଙ୍କୁ ସମାଲୋଚନା କରୁ, ତାଙ୍କୁ ନିନ୍ଦା କରୁ, ତାଙ୍କୁ ଭର୍ତ୍ସନା କରୁ, ସେଇ କାର୍ଯ୍ୟ, ସେଇ ଚିନ୍ତା, ସେଇ ଭାବନା ନିଜେ ମଧ୍ୟ ପୋଷଣ କରିଥାଉ। କେମିତି ଭାବରେ ଥାଏ, ଗୁପ୍ତ ଭାବରେ ଥାଏ କି ଲୁକ୍କାୟିତ ଭାବରେ ଥାଏ, ଅଳ୍ପ ଅଳ୍ପ ପ୍ରକାଶିତ ହଉଥାଏ, ସେଗୁଡ଼ିକୁ ଆମକୁ ଦେଖିବାକୁ ପଡିବ, ବାହାର କରିବାକୁ ପଡିବ। ତାକୁ ନେଇକି ମାଙ୍କ ପାଖରେ ଅନ୍ତରାତ୍ମାର ଆଲୋକ ଆଗରେ ତାକୁ ନେଇ ରଖିବାକୁ ପଡିବ, ତାକୁ ଚିହ୍ନିବାକୁ ପଡିବ। ଯଦି ଆପଣ ତାକୁ ଚିହ୍ନୁ ନାହାନ୍ତି, ତେବେ ଆପଣଙ୍କର ଅଗ୍ରଗତି ଶତାବ୍ଦୀ ଶତାବ୍ଦୀ ଧରି ସେମିତି ରହିଥିବେ, ଟିକିଏ ଅଗ୍ରଗତି ହବ କି ନହବ ସନ୍ଦେହ। ଆଉ ଏଇ ସଚେତନତା ଆମ ରୂପାନ୍ତର ଯୋଗରେ ଯିଏ ବି ପ୍ରଚେଷ୍ଟା କରୁଛୁ,
ତାଙ୍କ ପାଇଁ ଏହା ନିହାତି ଆବଶ୍ୟକ। ଏଇଟା ବୋଧେ ଭାବୁଛେ ବେଶୀ ବୁଝିବାକୁ କିଛି କଷ୍ଟ ନାହିଁ, ସିଧାସଳଖ କଥା। ଆମେ ମୁଁ ତ ନିଶ୍ଚିତ କହିବି ଏଥିପାଇଁ ମାନସିକ ବିକାଶ ନିହାତି ଜରୁରୀ। ମେଣ୍ଟାଲ ଡେଭଲପମେଣ୍ଟ ଯଦି ନ ହେଇଛି, ଏଇ ଯୋଉ ନିରୀକ୍ଷଣ କରିବା ଏବଂ ତାକୁ ଚିହ୍ନିବା ଏତେ ସହଜ ହୁଏ। ଭିନ୍ନ ଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ଘଟଣାବଳୀରେ ଆପଣ ଦେଖିବେ, ଏବଂ ଯଦି ୱାର୍ଲଡ ସିନାରିଓରେ ଦେଖିବେ, ସବୁ ଜାଗାରେ ଏଇ ପ୍ରକାର ବ୍ୟକ୍ତି ଥାନ୍ତି। ସେମାନେ ନିଜ ପାଇଁ ଅଲଗା ଏବଂ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଅଲଗା। ନିଜ ପାଇଁ, ନିଜର ପରିଚିତ ବ୍ୟକ୍ତିଙ୍କ ପାଇଁ 7 ଖୁଣ ମାଫ, ଆଉ ସେଇ ଏକା କାମ ତାଠାରୁ ଆହୁରି ଅତି ଛୋଟିଆଟେ ବି ଯଦି ହେଇଥିବ ତାକୁ ବିରାଟ ଦଣ୍ଡ ଦିଆଯିବ, ବିରାଟ ଦଣ୍ଡ ଦିଆଯିବ। ଏଇ ସବୁଥିରୁ ଆମକୁ ନିଜକୁ ଦୂରେଇ ରଖିବାକୁ ପଡିବ। ଜ୍ଞାନ 294, ଏଇ ଜ୍ଞାନ 293 ର ପର ବ୍ୟାଖ୍ୟା ଟା 294 ରହିଛି, ସେଇଥିପାଇଁ 293 ଟିକେ ଅଳ୍ପ ବ୍ୟାଖ୍ୟା କରି ଆମେ ଆଗକୁ ଯିବା। 294 ପ୍ରଭୁ ଲେଖୁଛନ୍ତି, ମନୁଷ୍ୟ ମାନଙ୍କ ଠାରେ ପ୍ରକୃତ କପଟତା ଅତି କମ ପରିମାଣରେ ରହିଛି, ମାତ୍ର ଅନେକ ଅଧିକ ପରିମାଣରେ ଚାଲାଖି ରହିଛି, ଚାଲାଖି, ଏବଂ ତତୋଧିକ ପରିମାଣରେ ଆତ୍ମପ୍ରବଞ୍ଚନା ରହିଛି। ଏହି ଶେଷଟି 3 ପ୍ରକାରର: ସଚେତନ, ଅଚେତନ ଏବଂ ଅର୍ଦ୍ଧଚେତନ। ମାତ୍ର ତୃତୀୟଟି ସବୁଠାରୁ ଅଧିକ ବିପଜ୍ଜନକ। ଉପରେ ଯୋଉଟା ଆମେ ଆଲୋଚନା କରୁଥିଲେ ଜ୍ଞାନ 293ରେ, ସେଥିରେ ଯୋଉ ବ୍ୟକ୍ତି ନିଜେ ଅପରାଧ କରୁଛନ୍ତି କିନ୍ତୁ ସେଇ ଅପରାଧକୁ ଅନ୍ୟମାନଙ୍କ ପାଇଁ ବ୍ୟାଖ୍ୟା ଅଲଗା ପ୍ରକାରର, ନିଜ ପାଇଁ ବ୍ୟାଖ୍ୟା ଅଲଗା ପ୍ରକାରର, ଅନ୍ୟମାନଙ୍କ ପାଇଁ ଦଣ୍ଡ ଅଲଗା ପ୍ରକାରର, ନିଜ ପାଇଁ ଯେତେ ଗୁଣେ ମାଫ, ଯେତେ ଗୁଣେ କ୍ଷମା ପ୍ରାର୍ଥନା ହେଇପାରେ ସବୁ କ୍ଷମା, ସେଇଟାକୁ ହଉଛି ଆକ୍ଚୁଆଲି କପଟତାର ଏକ ଲକ୍ଷଣ। ସେଇଟା ଗୋଟେ ଆତ୍ମପ୍ରବଞ୍ଚନା ବା କପଟତା ର ଲକ୍ଷଣ ହେଇପାରେ। ସେଥିପାଇଁ ଜ୍ଞାନ 294ରେ ବର୍ଣ୍ଣନା କରୁଛନ୍ତି କପଟତା କୋଉଟା, ଆତ୍ମପ୍ରବଞ୍ଚନା କୋଉଟା। ଏଠି କହୁଛନ୍ତି ଯେ ପ୍ରକୃତ କପଟ ଆଚରଣ କରିବା କମ ଦେଖାଯାଏ, ତାଠାରୁ ଅଧିକ ହଉଛି ଚାଲାଖି। ପ୍ରକୃତରେ ଯୋଉ କପଟ ଆଚରଣ ଯୋଉମାନେ କରନ୍ତି ଅତି ଚାଲାଖିଆ ହେଇଥାଏ। ସେମାନଙ୍କୁ ତାଙ୍କର ଉପର କାଟାଗୋରୀ ହଉଛି ଚାଲାଖି କାଟାଗୋରୀ। ସେମାନେ ଚାଲାକରେ ସେଇଟାକୁ ଏତେ ସହଜ ଭାବରେ ବ୍ୟବହାର କରନ୍ତି, ସେ ଅସ୍ତ୍ରକୁ ଆପଣ ଜାଣିପାରିବେ। ଯେମିତି କଥାରେ କୁହାଯାଏ, ଠାକୁରଙ୍କ ନାଁ ନେଇକିରି ବା ଭଗବାନଙ୍କର ନାଁ ନେଇକିରି ବା ନିଜର ଆରାଧ୍ୟଙ୍କର ନାଁ ନେଇକି ଏବେ ଆତଙ୍କବାଦୀ ବି ଚାଲିଛି। ଏବଂ ଆମର ପୂଜା ମଣ୍ଡପ ବି ଯୋଉମାନେ ସବୁ କରୁଛନ୍ତି, ସେମାନେ ଭଗବାନଙ୍କ ନାଁ ନଉଛନ୍ତି, କରୁଛନ୍ତି। ଥରେ ଆମର ଏଇ ଶିକ୍ଷା କେନ୍ଦ୍ରର ପିଲାମାନେ ଗୋଟେ କ୍ଲାସରେ ଏମିତି ମୁକ୍ତ ଆଲୋଚନା ଚାଲିଥାଏ, ବଢିଆ ବଢିଆ ସବୁ ମନ୍ତବ୍ୟ ଦେଲେ। ଗୋଟେ ଆଲୋଚନା ଭିତରେ ଜଣେ କହିଲେ, ପିଲାମାନେ କହୁଥାନ୍ତି ଯେ ସବୁ ପୂଜାରେ ଯେକୌଣସି ପ୍ରକାରର, ଏଠି ଧର୍ମ ଭର୍ମ କଥା ପଡିନି, ସବୁ ଧର୍ମରେ ଏ ଜିନିଷଟି ଘଟୁଛି। ସେମାନେ ଯେତିକି ଲେଖାଏ ଅର୍ଥ ଗ୍ରହଣ କରୁଛନ୍ତି ଗୋଟେ ତୋରଣ ଅଗେରା ବଗେରା ସବୁ ସଜେଇବା ପାଇଁ, ତା ଭିତରୁ କିଛି ଅର୍ଥ ଯଦି ନିଜର କଲୋନୀରେ, ନିଜର ସାହିରେ, ନିଜର ଗାଁରେ ପରିବେଶ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ଯଦି ଖର୍ଚ୍ଚ କରନ୍ତେ, ଆମେ ହିସାବ କରୁଥିଲୁ ବହୁତ କମ ଟଙ୍କା ଖର୍ଚ୍ଚ ହବ। ମନେକର ଯୋଉ 300 ଟଙ୍କା ଲେଖାଏଁ ଆଦାୟ ହଉଛି କି 500 ଟଙ୍କା ଲେଖାଏଁ ଆଦାୟ ହଉଛି, ତା ଭିତରୁ ଯଦି 50ଟି ଟଙ୍କା ବି ଖର୍ଚ୍ଚ କରାଯାଏ,
ତେବେ ବର୍ଷଟା ଯାକର ଖର୍ଚ୍ଚ ସେଇ ପଇସାରେ ଉଠିଯିବ। ଠିକ ଅଛି, ଲୋକଙ୍କର ସଚେତନତା, ଲୋକଙ୍କର ବିଶ୍ୱାସ, ଲୋକଙ୍କର ଆସ୍ଥା, ତାହା ମଧ୍ୟ ଗୋଟେ ଏକ ପ୍ରକାରର ଦୃଢ ସାମାଜିକ ସ୍ଥିତିକୁ ଦୃଢ କରିଥାଏ, ମଜବୁତ କରିଥାଏ ଏବଂ ଅସାମାଜିକ ତତ୍ଵ ର କିଛିଟା ଅଙ୍କୁଶ ପଡେ। କିନ୍ତୁ ସେଥିରୁ କିଛି ଅର୍ଥ ଯଦି ସାମୂହିକ ଭାବରେ ସାମୂହିକ ଅଗ୍ରଗତି ପାଇଁ କିଛି କରାଯାଏ, ତେବେ ଅନେକ ଲାଭବାନ ହେବେ। ଏ ବିଷୟରେ ପିଲାମାନଙ୍କର ମତ ଥିଲା, କିନ୍ତୁ ସେଇ କଥାଟି କାହା ଭିତରେ ପ୍ରବେଶ କରେ ନାହିଁ। ସେମାନେ ଯାହା କରୁଛନ୍ତି ତାହା ତାଙ୍କର ମାନସିକ ବିକାଶ ଅଗ୍ରଗତି ହେଲେ ହୁଏତ ସେମାନେ ନିଜ ନିଜକୁ ତର୍ଜମା କରିବେ। ତେଣୁ ଏଇଠି ଯୋଉମାନଙ୍କର ଟିକେ ମାନସିକ ଅଗ୍ରଗତି ହେଇଥାଏ, ଜ୍ଞାନ ଟିକେ ହେଇଯାଇଥାଏ, ସେମାନେ ଚାଲାଖିରେ କଣ କରନ୍ତି, ସବୁ କାମ କରନ୍ତି ଚାଲାଖିରେ, ସବୁ ଜାଣିଥିବେ କରିବେ। ସେଇମାନଙ୍କ ଭିତରୁ ଆହୁରି ଅଧିକ ପରିମାଣରେ ବ୍ୟକ୍ତି ପ୍ରଭୁ ଲେଖୁଛନ୍ତି ତତୋଧିକ ପରିମାଣରେ ଆତ୍ମପ୍ରବଞ୍ଚନା ରହିଛି। ପ୍ରକୃତରେ ଏ ସବୁ ଘଟଣା ଭିତରେ ଦେଖିବେ ସେ ବ୍ୟକ୍ତି ନିଜେ ନିଜକୁ ଠକୁଛି, ତା ବ୍ୟତିରେକ କିଛି ନୁହେଁ। ଆପଣ ଯଦି ଆପଣଙ୍କ ଗାଁରେ ଯୋଉ କାର୍ଯ୍ୟଟି ଆପଣ କରିବେ, ଆପଣ କହିବେ ଗୋଟେ ଥରେ ଏବେ ୟା ପୂର୍ବରୁ ଯୋଉ ଆଲୋଚନା ସବୁ ଯୋଉ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଯେତେବେଳେ ଚାଲୁଥିଲା, ସେତେବେଳେ କଣ ହେଲା, ଦାୟିତ୍ୱ ଦିଆଯାଇଥିଲା ପ୍ରତ୍ୟେକ ଗାଁର ନିଜର ତାଙ୍କରି ଲୋକଙ୍କୁ ଦାୟିତ୍ୱ ଦିଆହେଇଛି। ସେଇଠି ଯଦି ସରପଞ୍ଚ ଏବଂ ତାଙ୍କର ଯୋଉ ଲୋକମାନେ ସବୁ ଦାୟିତ୍ୱ ରହିଛନ୍ତି, ସେମାନେ ଗୋଟେ ଜାଗାରେ ଲୁହା ରଡ ଭିତରେ ଦବା ବଦଳରେ ବାଉଁଶ କଣି ଦଉଥିଲେ। ନିଜ ଗାଁର ପକ୍କା ରାସ୍ତା ନିଜେ ତିଆରି କରୁଛନ୍ତି, ତା ଭିତରେ ବାଉଁଶ କଣି ଦଉଛନ୍ତି ଲୁହା ରଡ ବଦଳରେ। କିଏ କାହାକୁ ଠକୁଛି? ସେଇ ରାସ୍ତା ଭାଙ୍ଗିବ, ଯନ୍ତ୍ରଣା କିଏ ପାଇବ? ତମମାନେ ବି ପାଇବ। ଦରକାର ପଡ଼ିଲେ ତମ ଘର ପାଖରେ ବି ଭାଙ୍ଗିପାରେ। ତମ ଘର ପାଖରେ ଭାଙ୍ଗୁ ନ ଭାଙ୍ଗୁ ଯୋଉଠି ଭାଙ୍ଗିବ, ତମେ ତ ଗାଡି ନେଇକି ବା ଚାଲିକି ସେଇ ବାଟ ଦେଇ ଯିବ ନା ଯିବନି? ତେବେ ଏଠି ଠକୁଛି କିଏ କାହାକୁ ଠକୁଛି? ମୁଁ ପୁରା ସ୍ଥୂଳ ଭାବରେ କଥା କହୁଛି। ସେଇଭଳି ଭାବରେ ଯେତେବେଳେ ଆମେ କୌଣସି ଜାଗାରେ ଆମର ଚିନ୍ତା ବ୍ୟକ୍ତ କରୁଛୁ, ଆମର ମତ ବ୍ୟକ୍ତ କରୁଛୁ, ସେତେବେଳେ ଆମେ କଣ କରୁ, ନିଜ ସ୍ୱାର୍ଥକୁ ସୁହାଇଲା ଭଳିଆ ଆମେ କାମ କରୁ। ଠିକ ଅଛି, ସେଠି କିଏ କାହାକୁ ଠକେ? ଭଲରେ ଦେଖନ୍ତୁ, ନିଜର ସ୍ୱାର୍ଥକୁ ସୁହାଇଲା ଭଳିଆ ଯେତେବେଳେ ଆପଣ କରୁଛନ୍ତି, ବାହାରକୁ ଦେଖିବେ ଆପଣଙ୍କର ଅନେକ ଗୁଡେ ଫଲୋଅର ଥାଇପାରନ୍ତି, ଅନେକ ଗୁଡେ ଫଲୋଅର ଥାଇପାରନ୍ତି, କିନ୍ତୁ ଆପଣଙ୍କ ଭିତରେ ସବୁବେଳେ ଡର ଥାଏ ଏବଂ ସେଇମାନଙ୍କୁ ଆପଣ ପୋଷି ଚାଲିଥାନ୍ତି। କାଳେ ତାଙ୍କୁ କିଛି ନ ପୋଷିଲେ ସେମାନେ ମୋ ବିରୁଦ୍ଧରେ କହିବେ କି? ଏଇ ଡରଟି ଆପଣଙ୍କୁ ସବୁବେଳେ ଲାଗି ରହିଥାଏ। ତେବେ ଆମେ ଶାନ୍ତିରେ ଆପଣ ରହିଲେ କିପରି? ତେବେ ନିଜେ ନିଜକୁ ଠକିଲେ ନାହିଁ କି? ଇଏ ଗଲା ବାହାରରେ। ଯେତେବେଳେ ଅନ୍ତର ଅଗ୍ରଗତି କଥା ପଡିଛି, ସେତେବେଳେ ଆପଣ ପଥଭ୍ରଷ୍ଟ ହେଇଯାଉଛନ୍ତି, ଆତ୍ମାର ପରିପ୍ରକାଶରେ ବାଧକ ସାଜୁଛନ୍ତି। ଆପଣଙ୍କୁ ଶତାବ୍ଦୀ ଶତାବ୍ଦୀ ଧରି, ଶହ ଶହ ବର୍ଷ ଧରି ଲାଗିଯିବ, ଟିକେ ବି ଅଗ୍ରଗତି ନ ହେଇପାରେ। ତେବେ କାହାର କ୍ଷତି ଆପଣ କଲେ? ଇଏ ହଉଛି ଆତ୍ମପ୍ରବଞ୍ଚନା, ନିଜେ ନିଜକୁ ଠକିବା। ତାପରେ ପ୍ରଭୁ କହୁଛନ୍ତି ଏଠି ତିନି ପ୍ରକାରର ସଚେତନ କଥା କହୁଛନ୍ତି। ଏଇ ଯୋଉ ଆତ୍ମପ୍ରବଞ୍ଚନା ତିନି ପ୍ରକାର, ଗୋଟେ ସଚେତନ, ଆଉ ଗୋଟେ ଅଚେତନ, ତୃତୀୟଟି ହଉଛି ଅର୍ଦ୍ଧଚେତନ। ତା ଭିତରେ ଅର୍ଦ୍ଧଚେତନ ହଉଛି ଡେଞ୍ଜର। ଆପଣ ଦେଖନ୍ତୁ, ତାପରେ ମା ବର୍ଣ୍ଣନା କରୁଛନ୍ତି, ପ୍ରଶ୍ନ ହେଇଛି, ମୁଁ ଭାବୁଛି ସମ୍ଭବତଃ ସଚେତନ ଆତ୍ମପ୍ରବଞ୍ଚନା ସବୁଠାରୁ ଅଧିକ ଖରାପ, ନୁହେଁ? ମାନେ ଜଣେ ସଚେତନ ହେଇକି ନିଜକୁ ଠକୁଥବ, ସେଟା ଅଧିକ ଖରାପ ନୁହେଁ କି? ମା କହୁଛନ୍ତି ସଚେତନ ଆତ୍ମପ୍ରବଞ୍ଚନା ଖୁବ କ୍ୱଚିତ ଦେଖିବାକୁ ମିଳିଥାଏ। ଯୋଉମାନେ ସଚେତନ, ଏଠି ଯୋଉ ସଚେତନ ଆତ୍ମପ୍ରବଞ୍ଚନା କହିଲେ, ଲୋକେ ସାଧାରଣତଃ ଏଇ ଯୋଉ କୋଶ୍ଚିନ୍ ଟା କରୁଛନ୍ତି, ସେମାନେ ସେ ଯୋଉ ଚାଲାଖି ଆଉ କପଟତାକୁ ହିଁ ମିନ୍ କରୁଛନ୍ତି। ମା କିନ୍ତୁ କହୁଛନ୍ତି ସଚେତନ ଆତ୍ମପ୍ରବଞ୍ଚନା ଖୁବ କ୍ୱଚିତ ଦେଖିବାକୁ ମିଳିଥାଏ, କାରଣ
ସେହି କ୍ଷେତ୍ରରେ ଚେତନା ଅଧିକ ପରିମାଣରେ ବିକଶିତ ହୋଇଥିବା ଆବଶ୍ୟକ ହୁଏ ଏବଂ ତା ସହିତ ପ୍ରତାରଣା କରିବାର ଏକ ବିକୃତ ଇଚ୍ଛା ମଧ୍ୟ ରହିଥାଏ। ତାହା ଏକ ଅତ୍ୟନ୍ତ ବିପଜ୍ଜନକ ଧରଣର ମିଥ୍ୟା ଆଡ଼କୁ ପରିଚାଳିତ କରି ନେଇଯାଏ। ମାତ୍ର ସବୁଠାରୁ ସହଜ ଭାବରେ ହୁଏତ ତାହାର ଆରୋଗ୍ୟ ମଧ୍ୟ କରାଯାଇପାରେ। ଏଇଟା ହଉଛି ତାର ଗୋଟେ ପ୍ଲସ୍ ପଏଣ୍ଟ। ଯୋଉମାନେ ଯଦି ସଚେତନ ବ୍ୟକ୍ତି ହେଇଗଲାଣି, ମା କହୁଛନ୍ତି ସେ ସମସ୍ତେ ଏତେ ଠକିବା ହୁଏନି। କାହିଁକି ନା ଅଧିକ ପରିମାଣରେ ଅଗ୍ରଗତି ନ କରିଥିଲେ ଜଣେ ଠକି ପାରିବନି, ଠକିବାକୁ ଚେଷ୍ଟା କରିବ ନାହିଁ। ତେଣୁ ଅଧିକ ପରିମାଣରେ ବିକଶିତ ହେଇଥିବା ଆବଶ୍ୟକ। ଏବଂ ତାଙ୍କର ସେ କାହିଁକି ସେତେବେଳେ ଠକନ୍ତି ନା ତାଙ୍କ ଭିତରେ ପ୍ରତାରଣା କରିବା ଏକ ବିକୃତ ଇଚ୍ଛା ଆକାର ଥାଏ ଏବଂ ସେମାନେ କହୁଛନ୍ତି ଏହା ଏକ ଅତ୍ୟନ୍ତ ବିପଜ୍ଜନକ ଧରଣର ମିଥ୍ୟା ଆଡକୁ ପରିଚାଳିତ କରିନିଏ। ତେଣୁ କଣ ହୁଏ, ସେମାନେ ପୁରା ମାନେ ଧାଡୁସ କିନା ପଡିବେ, ପୁରା ମାନେ ପାତାଳ ଗହ୍ୱରରେ ପଡିବେ ସେମାନେ। କିନ୍ତୁ ତାଙ୍କ ପାଖରେ ପ୍ଲସ୍ ପଏଣ୍ଟ ହଉଛି କଣ, ସେମାନେ ମାନେ ତାଙ୍କର ଏଇ ଯୋଉ ପ୍ରୋବ୍ଲେମ ଟା ଆରୋଗ୍ୟ ଶୀଘ୍ର ହେଇଯାଏ। କାହିଁକି ନା ଯେହେତୁ ସେମାନେ ସଚେତନ ଅଛନ୍ତି, ଟିକିଏ ମାଡ ହେଲେ ସେମାନେ ବୁଝି ଯାଆନ୍ତି ଯେ ମୁଁ ଯାହା କରିଛି ଭୁଲ କରୁଛି, ଏମିତି କରିବା କଥା। ମାତ୍ର ସବୁଠାରୁ ସେଟା କହିଲେ ଯେ ସହଜରେ ଆରୋଗ୍ୟ କରାଯାଇପାରେ, କାରଣ ଚେତନା ପୂର୍ବରୁ ଜାଗ୍ରତ ହୋଇସାରିଥାଏ। ତାହାର ଭୁଲଟି ବିଷୟରେ ତାହାକୁ ସଚେତନ କରିଦେବା ଯାହା ବାକି ରହିଥାଏ। ତେଣୁ ଭୁଲଟିକୁ ଯଦି ସଚେତନ କରିଦିଆଗଲା, ସେଇଟା ହିଁ ବାକି ଥାଏ, ସେଇଟା ହେଇଗଲେ ସେ ବଦଳିଯାଏ। ଏବଂ ସେଇ ଭୁଲଟିକୁ ସଂଶୋଧନ କରିପାରିବା ଲାଗି ତାହାକୁ ସଂଶୋଧନ କରିବାର ଏକ ନିଷ୍ପତ୍ତି ଗ୍ରହଣ କରିବା ବାକି ରହିଥାଏ। କେବଳ ସିଏ ଯଦି ନିଷ୍ପତ୍ତି କଲା ଯେ ନାଇଁ ମୁଁ ଏଟାକୁ ପରିବର୍ତ୍ତନ କରିବି, ତେବେ ସେ ସାଙ୍ଗେ ସାଙ୍ଗେ ପରିବର୍ତ୍ତନ କରିବା ପାଇଁ ଲାଗିଯାଏ ଏବଂ ତାର ହେଇଯାଏ। ଏଇଟା ହଉଛି ସେଥିପାଇଁ ତାଙ୍କର ଗୋଟେ ପ୍ଲସ୍ ପଏଣ୍ଟ, ଯେ ସଚେତନ ଯଦି ଅଛନ୍ତି ତାଙ୍କୁ ଖାଲି ତାଙ୍କ ଭୁଲ ବିଷୟରେ ସତର୍କ କରିଦେବାର ଆବଶ୍ୟକ ଥାଏ, ସଚେତନ କରିଦେବାଟା ଆବଶ୍ୟକ ଥାଏ। ଯଦି ସଚେତନ ହେଇଗଲେ ଏବଂ ତାପରେ ନିଷ୍ପତ୍ତି କଲେ ଯେ ନା ମୁଁ ପରିବର୍ତ୍ତନ ହେବି, ତେବେ ସିଏ ପରିବର୍ତ୍ତିତ ହେଇଯିବ। ସେମାନେ ନିଜେ କଣ କରୁଛନ୍ତି, ଅନ୍ୟମାନଙ୍କୁ ସେ ବିଷୟରେ ପ୍ରଥମେ ସଚେତନ ହେବାକୁ ପଡିଥାଏ। ଏଇଟା ସବୁବେଳେ କୁହାଯାଉଛି ଯେ ଆମେ ନିଜେ କଣ କରୁଛୁ ଆମକୁ ସଚେତନ ହେବାକୁ ପଡିବ। ସେଥିଲାଗି ସାଧାରଣତଃ ଖୁବ ଅଧିକ ସମୟ ଲାଗେ, এই ସଚେତନ ହବାକୁ ବହୁତ ସମୟ ଲାଗେ। ସେଥିପାଇଁ ଆମେ ଯୋଉ 4ଟା ଷ୍ଟେପ ମନେ ପକେଇବା, କଣ କହିଥିଲେ, ଅବଲୋକନ, ସତର୍କ, କର୍ତ୍ତୃତ୍ୱ, ପ୍ରଭୁତ୍ୱ। ଅବଲୋକନ କଲେ ହିଁ ଆମେ ସତର୍କ ହେଇପାରିବା ବା ସଚେତନ ହେଇପାରିବା। ସଚେତନ ହେଲା ପରେ ତା ଉପରେ କର୍ତ୍ତୃତ୍ୱ ହାସଲ କରିବା ପାଇଁ ଆମେ ଚେଷ୍ଟା କରିବା। କର୍ତ୍ତୃତ୍ୱ ହାସଲ କରିବା ପାଇଁ, ନିୟନ୍ତ୍ରଣ ହାସଲ କରିବା ପାଇଁ ଯେତେବେଳେ ଚେଷ୍ଟା କରିବା, ସେତେବେଳେ ଦେଖିବା ଯେ ଆମ ଚେଷ୍ଟା ଦ୍ଵାରା କିଛି ହେଇପାରୁନାହିଁ, ସବୁ କିଛି ହେଇପାରୁନାହିଁ। ସେତେବେଳେ ମାଙ୍କ ପାଖରେ, ଭଗବାନଙ୍କ ପାଖରେ, ପରମଙ୍କ ପାଖରେ ପୂର୍ଣ୍ଣ ସମର୍ପିତ ହବାର ସଂକଳ୍ପଟି ଆସିଯାଏ। ତାପରେ ଆମର ପ୍ରଭୁତ୍ୱ ହାସଲ ହେଇଯାଏ। ଏଠି ଏ ବିଷୟରେ ଯୋଉ କହିଲେ ଅର୍ଦ୍ଧଚେତନ ଯୋଉମାନେ, ସେଟା ସବୁଠାରୁ ବିପଜ୍ଜନକ। ତେଣୁ ଆମେ ଏଇ ଅର୍ଦ୍ଧଚେତନ ଅବସ୍ଥାରୁ ଉଠିବା, ମାଙ୍କର ଶରଣରେ ରହିବା ଏବଂ ମାଙ୍କୁ, ଅନ୍ତରାତ୍ମାକୁ କିପରି ବାହ୍ୟ ମୋର ମନ ପ୍ରାଣ ଶରୀରର ଯୋଉ ଗତିବୃତ୍ତି ରହିଛି, କାର୍ଯ୍ୟ କରିବା ହଉ, ଚିନ୍ତା କରିବା ହଉ, କଳ୍ପନା କରିବା, ଧାରଣା କରିବା ଏବଂ କୋଉ କାର୍ଯ୍ୟ କରିବା ପାଇଁ ନିଜ ଭିତରେ ଉତ୍ସାହ ବା ନିଜ ଭିତରେ ଯୋଉ ଡେଇଁ ପଡୁ କାମଟା କରିବା ପାଇଁ, ଇଏ ସବୁ ପ୍ରତି ଆମକୁ ସଚେତନ ହେବାକୁ ପଡିବ। ସବୁ ଗୁଡିକ ଯେମିତି ମତେ ମାଙ୍କ ଆଡକୁ ନେଇଯିବ, ସେଥିପାଇଁ ଆମକୁ ସଚେତନ ରହିବାକୁ ପଡିବ। Ma, thank you all, all over.